କେନ୍ଦ୍ର ସାହିତ୍ୟ ଏକାଡେମୀ ବାଲ ସାହିତ୍ୟ ପୁରସ୍କାର 2010 ମସିହାରେ କୁନି ଗୁଇନ୍ଦା ପାଇଁ ପୁଣ୍ୟପ୍ରଭା ଦେବୀ ପାଇଥିଲେ। 2011 ମସିହା କୃତି ସମଗ୍ର ମହେଶ୍ୱର ମହାନ୍ତି। 2012 କୃତି ସମଗ୍ର ରାମପ୍ରସାଦ ମହାନ୍ତି। 2013 କୃତି ସମଗ୍ର ନଦିଆ ବିହାରୀ ମହାନ୍ତି। 2014 କୃତି ସମଗ୍ର ଦାସ ବେନୁହୁର। 2015 କୃତି ସମଗ୍ର ସ୍ନେହଲତା ମହାନ୍ତି। 2016 କୃତି ସମଗ୍ର ବଟକୃଷ୍ଣ ଓଝା। 2017 କୃତି ସମଗ୍ର ଶୁଭେନ୍ଦୁ ମୋହନ ଶ୍ରୀଚନ୍ଦନ ସିଂ। 2018 ରୁମକୁ ଝୁମାନା ବୀରେନ୍ଦ୍ର ମହାନ୍ତି। 2019 କୃତି ସମଗ୍ର ବୀରେନ୍ଦ୍ର କୁମାର ସାମନ୍ତରାୟ। 2020 ବଣ ଦେଉଳରେ ସୁନା ନେଉଳ ରାମଚନ୍ଦ୍ର ନାୟକ। 2021 ଗୀତ କହେ ମିତର କଥା ଦିଗରାଜ ବ୍ରହ୍ମା। କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ବର୍ଷ ମୂଳ ଭାଷାର ପୁସ୍ତକ ଓ ଲେଖକ, ଅନୁଦିତ ପୁସ୍ତକ ଓ ଅନୁବାଦକ। 1989 ମସିହାରେ ଗଣଦେବତା ପ୍ରଥମ ଦ୍ୱିତୀୟ ବଙ୍ଗଳା ଉପନ୍ୟାସ ଲେଖକ ତାରା ଶଙ୍କର ବନ୍ଦୋପାଧ୍ୟାୟ, ଅନୁଦିତ ପୁସ୍ତକ ଗଣଦେବତା, ଅନୁବାଦକ ବସନ୍ତ କୁମାରୀ ଦେବୀ। 1990 ଆରଣ୍ୟକ ବଙ୍ଗଳା ଉପନ୍ୟାସ ବିଭୂତିଭୂଷଣ ବନ୍ଦୋପାଧ୍ୟାୟ, ବନଚାରୀ ଲକ୍ଷ୍ମୀନାରାୟଣ ମହାନ୍ତି। 1991 ନ ଚ୍ୟାଉ ବହୁତ ଗୋପାଲ ହିନ୍ଦୀ ଉପନ୍ୟାସ ଅମୃତଲାଲ ନାଗର, ଅନୁଦିତ ପୁସ୍ତକ ଓ ଅନୁବାଦକ କେତେ ନଚାଇବ ଗୋପାଳ ନୀଳମଣି ମିଶ୍ର। 1992 ସୁହାଗ କେ ନୂପୁର ହିନ୍ଦୀ ଉପନ୍ୟାସ ଅମୃତଲାଲ ନାଗର, ସୌଭାଗ୍ୟ ନୂପୁର ଶ୍ରୀନିବାସ ଉଦ୍ଗାତା। 1993 କାଳକୂଟ ବଙ୍ଗଳା ଉପନ୍ୟାସ ଲେଖକ ସମରେଶ ବସୁ, ଅନୁଦିତ ପୁସ୍ତକ ଶାମ୍ବ, ଲେଖକ ଅନୁବାଦକ ବରେନ୍ଦ୍ର କୃଷ୍ଣ ଧଳ। 1994 ଠୁମରୀ ମରାଠୀ କ୍ଷୁଦ୍ରଗଳ୍ପ ଲେଖକ ଭିପି କାଲେ, ଅନୁଦିତ ପୁସ୍ତକ ଠୁମରୀ, ଅନୁବାଦକ ଭିପି ଯୋଗଲେକର। 1995 ରସିଦି ଟିକଟ ପଞ୍ଜାବୀ ଆତ୍ମଜୀବନୀ ଅମୃତା ପ୍ରୀତମ ଲେଖକ, ଅନୁଦିତ ପୁସ୍ତକ ରେଭେନ୍ୟୁ ଟିକଟ, ଅନୁବାଦକ ନନ୍ଦିନୀ ଶତପଥୀ। 1996 ଆର ନାଝିକା ନେରାମ ମାଲାୟାଲମ ଉପନ୍ୟାସ ଲେଖକ ପାରା ପୁରାତୁ, ଅନୁଦିତ ପୁସ୍ତକ ମୁହାଣ ସଞ୍ଜ, ଅନୁବାଦକ ଜୀବନ ପାଣି। 1997 ଆସାମୀ ହାଜର ବଙ୍ଗଳା ଉପନ୍ୟାସ ଲେଖକ ବିମଳ ମିତ୍ର, ଅନୁଦିତ ପୁସ୍ତକ ଆସାମୀ ହାଜିର, ଅନୁବାଦକ ଯୁଗଳ କିଶୋର ଦତ୍ତ। 1998 ବିଭିନ୍ନ ଭାଷାରୁ ସଂଗୃହୀତ କ୍ଷୁଦ୍ରଗଳ୍ପ, ଅନୁଦିତ ପୁସ୍ତକ ଅଧ୍ୟାୟ ଏକବିଂଶ, ଅନୁବାଦକ ଅସିତ ମହାନ୍ତି। 1999 ଏକ ଗଧେ କି ଆତ୍ମକଥା ହିନ୍ଦୀ ଉପନ୍ୟାସ ଲେଖକ କ୍ରିଷ୍ଣା ଚନ୍ଦର, ଅନୁଦିତ ପୁସ୍ତକ ଗୋଟିଏ ଗଧର ଆତ୍ମକଥା, ଅନୁବାଦକ ଚନ୍ଦ୍ରଶେଖର ଦାସବର୍ମା। 2000 ମସିହା ତିସ୍ତା ପାରେର ବୃତ୍ତାନ୍ତ ବଙ୍ଗଳା ଉପନ୍ୟାସ ଲେଖକ ଦେବେଶ ରାୟ, ଅନୁଦିତ ପୁସ୍ତକ ତିସ୍ତା ତଟର ବୃତ୍ତାନ୍ତ, ଅନୁବାଦକ ଅମରେଶ ପଟ୍ଟନାୟକ। 2001 ବଙ୍ଗଳା ଉପନ୍ୟାସ ମାଳା ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ ଲେଖକ, ଅନୁଦିତ ପୁସ୍ତକ ବଙ୍କିମ ଉପନ୍ୟାସମାଳା 2 ଖଣ୍ଡ, ଅନୁବାଦକ ଜାନକୀ ବଲ୍ଲଭ ପଟ୍ଟନାୟକ। 2002
ଚାରୁ ଚନ୍ଦ୍ରଲେଖା ହିନ୍ଦୀ ଉପନ୍ୟାସ, ଲେଖକ ହଜାରୀ ପ୍ରସାଦ ଦ୍ୱିବେଦୀ। ଅନୁଦିତ ପୁସ୍ତକ ଚାରୁ ଚନ୍ଦ୍ରଲେଖା, ଅନୁବାଦକ ନୃସିଂହ ତ୍ରିପାଠୀ। 2003 ଅନ୍ଧାୟୋଗ ହିନ୍ଦୀ ନାଟକ, ଲେଖକ ଧର୍ମବୀର ଭାରତୀ। ଅନୁଦିତ ପୁସ୍ତକ ଅନ୍ଧଯୁଗ, ଅନୁବାଦକ ସୌଦାମିନୀ ନନ୍ଦ। 2004 ଆୱାରା ମାସିହା ହିନ୍ଦୀ ଜୀବନୀ, ଲେଖକ ବିଷ୍ଣୁ ପ୍ରଭାକର। ଅନୁଦିତ ପୁସ୍ତକ ବାରବୁଲା ଦେବଦୂତ, ଅନୁବାଦକ ଚୌଧୁରୀ ହେମକାନ୍ତ ମିଶ୍ର। 2005 ହିନ୍ଦୀ କ୍ଷୁଦ୍ରଗଳ୍ପ ସଂକଳନ, ଲେଖକ ନିର୍ମଳ ବର୍ମା। ଅନୁଦିତ ପୁସ୍ତକ ନିର୍ମଳ ବର୍ମାଙ୍କ ଶ୍ରେଷ୍ଠ କ୍ଷୁଦ୍ରଗଳ୍ପ, ଅନୁବାଦକ ପ୍ରଭାକର ସ୍ୱାଇଁ। 2006 ବ୍ୟାସ ସରିତ ସାଗର ସଂସ୍କୃତ କ୍ଷୁଦ୍ରଗଳ୍ପ, ଲେଖକ ସୋମଦେବ। କଥା ସରିତ ସାଗର ପ୍ରଥମ ଓ ଦ୍ୱିତୀୟ, ଅନୁବାଦକ ସୁଦର୍ଶନ ଆଚାର୍ଯ୍ୟ। 2007 ଅନ୍ଧାୟୋଗ ହିନ୍ଦୀ ନାଟକ, ଲେଖକ ଧର୍ମବୀର ଭାରତୀ। ଅନୁଦିତ ପୁସ୍ତକ ଅନ୍ତର୍ଯାତ୍ରା, ଅନୁବାଦକ ବିପିନ ବିହାରୀ ମିଶ୍ର। 2008 ମହାରଥୀ ଅହମିଆ ଉପନ୍ୟାସ, ଲେଖକ ଚନ୍ଦ୍ରପ୍ରକାଶ ସାଇକିଆ। ଅନୁଦିତ ପୁସ୍ତକ ମହାରଥୀ, ଅନୁବାଦକ ଜ୍ୟୋତ୍ସ୍ନା ରାଉତ ବିଶ୍ୱାଳ। 2009 କରଣ ସିଂ ଆନ୍ ଅଟୋବାୟୋଗ୍ରାଫି ଇଂରାଜୀ, ଲେଖକ କରଣ ସିଂ। ଅନୁଦିତ ପୁସ୍ତକ କରଣ ସିଂ ଆତ୍ମଜୀବନୀ, ଅନୁବାଦକ ଧରଣୀଧର ପାଣିଗ୍ରାହୀ। 2010 ରେଣୁ ରଚନା ସଞ୍ଚୟନ ହିନ୍ଦୀ କ୍ଷୁଦ୍ରଗଳ୍ପ, ଫଣୀଶ୍ୱରନାଥ ରେଣୁ ହେଉଛନ୍ତି ଲେଖକ। ଅନୁଦିତ ପୁସ୍ତକ ହେଉଛି ରେଣୁ ରଚନା ସଞ୍ଚୟନ, ଅନୁବାଦକ ଅମିୟବାଳା ପଟ୍ଟନାୟକ। 2011 ଉମରାଓ ଜାନ୍ ଆଦା ଉର୍ଦ୍ଦୁ ଉପନ୍ୟାସ, ଲେଖକ ମିର୍ଜା ମୁହମ୍ମଦ ହାଦି। ଅନୁଦିତ ପୁସ୍ତକ ଉମରାଓ ଜାନ୍ ଆଦା, ଅନୁବାଦକ ସଂଗ୍ରାମ ଜେନା। 2012 ଉସ୍ ଚିଡ଼ିଆ କା ନାମ ହିନ୍ଦୀ ଉପନ୍ୟାସ, ଲେଖକ ପଙ୍କଜ ବିଷାଦ। ଅନୁଦିତ ପୁସ୍ତକ ସେଇ ପକ୍ଷୀଟିର ନାଁ, ଅନୁବାଦକ ପ୍ରଶାନ୍ତ କୁମାର ମହାନ୍ତି। 2013 50 କ୍ଷୁଦ୍ରଗଳ୍ପ ସଂଗ୍ରହ ହିନ୍ଦୀ କ୍ଷୁଦ୍ରଗଳ୍ପ, ସୟାଦତ ହସନ ମଣ୍ଟୋ। ଅନାବୃତ ଅନ୍ଧକାର ଅନୁଦିତ ପୁସ୍ତକ ନାମ, ଅନୁବାଦକ ହେଉଛନ୍ତି ବିଳାସିନୀ ମହାନ୍ତି। 2014 ଆଲାଲେର ଘରେର ଦୁଲାଲ ବଙ୍ଗଳା ଉପନ୍ୟାସ, ଲେଖକ ଟେକଚାନ୍ଦ ଠାକୁର। ଥିଲା ଘରର ଗେହ୍ଲା ପୁଅ, ରବୀନ୍ଦ୍ର କୁମାର ପ୍ରହରାଜ ହେଉଛନ୍ତି ଅନୁବାଦକ। 2015 ଓରୁ କାବେରିଆଇ ପୋଲା ତାମିଲ ଉପନ୍ୟାସ, ଲେଖକ ତ୍ରିପୁର ସୁନ୍ଦରୀ ଲକ୍ଷ୍ମୀ। କାବେରୀ ଭଳି ଝିଅଟିଏ, ଶକୁନ୍ତଳା ବଳିଆର ସିଂ ହେଉଛନ୍ତି ଅନୁବାଦକ। 2016 ଆଶୀର୍ବାଦର ରଙ୍ଗ ଅହମିଆ ଉପନ୍ୟାସ, ଲେଖକ ଅରୁଣ ବର୍ମା। ଆଶୀର୍ବାଦର ରଙ୍ଗ ମୋନାଲିସା ଜେନା ହେଉଛନ୍ତି ଅନୁବାଦକ। 2017 ଯୁଗାନ୍ତ ମରାଠୀ କ୍ଷୁଦ୍ରଗଳ୍ପ, ଲେଖକ ଇଚ୍ଛାବତୀ ଗାର୍ବେ। ଅନୁଦିତ ପୁସ୍ତକ ହେଉଛି ଯୁଗାନ୍ତ, ଅନୁବାଦକ ସୂର୍ଯ୍ୟମଣି ଖୁଣ୍ଟିଆ। 2018 ଶ୍ରୀମୟୀ ମା ବଙ୍ଗଳା ଜୀବନୀ, ନବକୁମାର ବସୁ ଲେଖକ। ଶ୍ରୀମୟୀ ମା ଶ୍ରଦ୍ଧାଞ୍ଜଳି କାନୁନଗୋ ହେଉଛନ୍ତି ଏହାର ଅନୁବାଦକ। 2019 ନିର୍ବାଚିତ ହିନ୍ଦୀ ଗଳ୍ପ, ବିଭିନ୍ନ ଲେଖକ। ଶ୍ରେଷ୍ଠ ହିନ୍ଦୀ ଗଳ୍ପ ଅଜୟ କୁମାର ପଟ୍ଟନାୟକ, ଅନୁବାଦକ। 2020 କଲ୍ୟାଣୀ ହିନ୍ଦୀ ଉପନ୍ୟାସ, ମଞ୍ଜୁ ମୋଦି।